क्वेश्चन पढ़ी थी ना मैं लैपटॉप खोल देगी ना क्वेश्चन ए चेक करनो सेट करनो क्वेश्चन जब अच्छा हां क्वेश्चन मधुबाबू पढ़िबा ना कोन अधे मधुबाबू आगे जनवरी सरीगला और फेब्रुआरी आर वर्ष मार्च तो तमरो देखिबे आउ तापरे एते देखो जोमने सेकेंड इयर पिला माने एते बिली पसंदी ताकर तो पहिला इंटरनेशनल सहिला इंटरनेशनल कापिला स्टार्ट हो
ପ୍ରାକ୍ଟିକାଲ ସରିଲେ ତମେ ସନ୍ଧ୍ୟା 5ଟାରେ ଯିବାର 7ଟାରେ ପ୍ରାକ୍ଟିକାଲ ପାଇଁ ପଢିବ ଆଉ ସମୟ ହିଁ ହବ ତେଣୁକରି ବେଳା ତିଆରି ଏବେ ଠାରୁ ସେକେଣ୍ଡ ଇୟର ପାଠ ଷ୍ଟାର୍ଟ କରିବେ ପଢା ହଉ ନ ହଉ ଅନଲାଇନରେ ତ ସବୁ ଆସୁଛି ନା ତମେ ଦେଖିଦିଅ କଣ ଟପିକ ଅଛି କଣ ତମେ ପାରିବ এই জুন মাসের ভিতরে তুমি 30-40% কোর্স পাবে তারপরে জুন মাসে তোমার তারপরে কলেজ দিব তারপরে কোচিং এর দুইটা তিনটা ক্লাস দেরি করব কোন পাইলে আমি সেকেন্ডার দেই বহুত ভালো লাগছে মধুবাবুর লেখগুলো কি 15 দিন ହେଲାଣି ଆଉ କୋଉଠି ମନେ କଣ କହୁଛ କିଏ ତାଙ୍କର ଲେଖା କଣ ସହଜ ସହଜ ଚିନ୍ତା କରିକି ମଧୁବାବୁ ବିଷୟରେ କାହା ଯୋଉ ମଧୁବାବୁ ଯୋଉ ଗପଟେ କାହା ବିଷୟରେ କୁହାଯାଏ ମଧୁବାବୁ କେତେ ମସିହାରେ ଜନ୍ମ ହୋଇଥିଲେ 1848 ତାପରେ କୋଉ ତାଙ୍କର ଗାଁ କଣ ଥିଲା ବାପା ମାନେ କଣ ଥିଲା ଏତେ ଡେରି ସବୁ ଆଉଛ 15 ମିନିଟ ହେଲାଣି ତାଙ୍କର ମାତୃଭାଷା ଆଉ ଗୋପାଳ ବଲ୍ଲଭ ତାଙ୍କ ସାଙ୍ଗ ବାଲ୍ୟକାଳରେ କୋଉଠି ଶିକ୍ଷା ଗ୍ରହଣ କରିଥିଲେ ଛୋଟବେଳେ ଗାଁର କୋଉଠି ବରଗଛ ମୂଳ ବା ଆମ୍ବ ଗଛର ଚାଟ ଶୈଳୀ କୋଉ ବଂଶ ଅବଦାନ ମାଟି ବଂଶ ପିଲାମାନେ ଭୂଇଁରେ କେଉଁ ଖଡ଼ିରେ ଲେଖୁଥିଲେ କଣ ପଢା ଯାଉଥିଲା ମାନେ 4ଟା ବେଳ ମାନେ ତମେ ପଢିବାକୁ ସେତେବେଳେ ମଧୁବାବୁ କଣ ପଢୁଥିଲେ ଜାଟ ଶାଳୀରେ ଭାଗବତ ଆଉ ରାମାୟଣ ଗୋବିନ୍ଦ ଯୋଉ ମଧୁବାବୁ ମାଟ୍ରିକ କରିବାକୁ କୋଉଠି ଯାଇଥିଲେ କୋଉଠି କଟକ କିଛି ମନେ ତାପରେ କଟକରେ ମାଟ୍ରିକ ପାସ୍ କରି କୋଉଠି ଚାକିରି କଲେ କୋଉଠି ବାଲେଶ୍ୱରରେ କଣ କିରାଣୀ ଚାକିରି କରିଛନ୍ତି ହେଲା ତାପରେ ସେଠି ସେ କଣ ପାଇଁ ଚାକିରି କରିଥିଲେ ତାଙ୍କର ମାନେ ଆର୍ଥିକ ସମସ୍ୟା ଥିଲା ସେ ପାଠ ପଢିବା ପାଇଁ ବହୁତ ଅସୁବିଧା ହଉଥିଲା ପଢିବାକୁ ବହୁତ ଇଚ୍ଛା ଥିଲା ଆଗ୍ରହ ଥିଲା ସେଥିପାଇଁ ସେ ବାଲେଶ୍ୱର ଯାଇକି ଗୋଟେ କିରାଣୀ ଚାକିରି କରି କିଛି କିଛି ଅର୍ଥ ସଂଗ୍ରହ କରି ତାପରେ କଲିକତା ଯାଇଥିଲେ କଲିକତା କଣ ପାଇଁ ଓକିଲାତି କରିବାକୁ ଓକିଲାତି କଲିକତା କୋଉଥିରେ ଯାଇଥିଲେ ମନେ ପଡିଲା ମଧୁବାବୁ କଟକ ଜିଲ୍ଲାର ସତ୍ୟପୁରରେ ଜନ୍ମ କରିଥିଲେ ହେଲା କେତେ ମସିହାରେ ତମେ କହିଲ ରଘୁନାଥ ରଘୁନାଥ ପାର୍ବତୀ ଦେବୀ ଆମ ପିତୃମାତୃ ନାମ ଥିଲା ଗୋବିନ୍ଦ ବଲ୍ଲଭ
ସାନ ଭଉଣୀ ଥିଲେ କଣ ଏ ଛୋଟ ବେଳେ କଣ କରୁଥିଲେ ଯୋଉ ଗୋପାଳ ବଲ୍ଲଭ ଥିଲେ ସେ ଭୀମା ଭୂମିଆ ପ୍ରଥମ ଆଦିବାସୀ ଉପନ୍ୟାସ ରଚନା କରିଥିଲେ ହେଲା। ଆଉ କଣ ନା ମଧୁବାବୁ ଯେତେବେଳେ ଛୋଟ ଥିଲେ ସେତେବେଳେ କଣ ନା ମାଟି ବଂଶ ଅବଦାନ କରିଥିଲେ ଶିକ୍ଷାଦାନ କରିଥିଲେ କିନ୍ତୁ ପୂର୍ବ କାଳରେ ଥିଲା ଯୋଉମାନେ ମାଟି ବଂଶ ବା କୃଷି ବଂଶରେ ଜନ୍ମ ହୋଇଥିଲେ ସେମାନେ ହିଁ କେବଳ ପିଲାମାନଙ୍କୁ ଶିକ୍ଷାଦାନ କରିପାରିବେ। ଆଉ ତାପରେ ଆଜି ସେଗୁଡା ସବୁ ପ୍ରଚଳନ କରିଥିଲେ ନା ତାଳ ପତ୍ରରେ ହସ୍ତାକ୍ଷର କରୁଥିଲେ ଆଉ କଣ ତାପରେ କଣ କହୁଥିଲେ ନା ଲିପିରେ ଶୁଆପକ୍ଷରେ ଖଡିରେ ଶୁଆପକ୍ଷରେ ଖଡିରେ କହୁଥିଲେ ଆମର ଚିଲଟ ଖଡି ସବୁ ଆମେ ଲେଖୁଛୁ ତାଙ୍କର କିଛି ନଥିଲା। ଆଉ କଣ ତାଙ୍କର ଯୋଉ ଗୋଟେ ସୁବ୍ୟବସ୍ଥା ଥିଲା ମନେ ଅଛି ଚାଟଶାଳୀ ଶୀଘ୍ର ଆସିବା ପାଇଁ ପୂର୍ଣ୍ଣ ଦେବା 1 2 ସେମିତି ଯେତେ କ୍ରମରେ ଆସିବ ତମେ ସେତେଟା ମାଡ଼ ଖାଇବ ମାନେ ନାଇଁ ତାପରେ ଆଉ ସବୁ ଯୋଉ ସକାଳ ହରଣ ପଣିଖିଆ ସେଗୁଡା ସବୁ ପଢା ହଉଥିଲା ଯାହାପରେ ମହାଭାରତ ରାମାୟଣ ଆଉ କଣ ନା ମାନସିକ ସୁଭଦ୍ରା ଯାଉଥିଲା ସନ୍ଧ୍ୟା ବେଳେ ତାଙ୍କର ସବୁ ଯୋଉ ଦୀପଙ୍କୁତି ପରବ୍ରହ୍ମ ତାଙ୍କର ଯୋଉ ଶୋକ ଗାନ କରୁଥିଲେ ତାପରେ କଣ ହେଇଛି ନା ଗୋବିନ୍ଦ ବଲ୍ଲଭ ଯୋଉ ଗୋବିନ୍ଦ ବଲ୍ଲଭ କଲେଜ କୋଉଠିକି ନା ବାହାରିଲେ କି କଟକକୁ ଆସିବେ କଣ ନା ମାଟ୍ରିକ ପରୀକ୍ଷା ମାଟ୍ରିକୁଲେସନ ପଢିବା ପାଇଁ ସେତେବେଳେ ତାଙ୍କ ଜେଜେ ମା ମନା କରିଥିଲେ କଣ ପାଇଁ ମନା କରିଥିଲେ ଯେହେତୁ ମାନେ ସେଟା ଖ୍ରୀଷ୍ଟିଆନ ସ୍କୁଲ ଥିଲା ଯିଏ ଯଦି ପାଠ ପଢିବ ସେ ଖ୍ରୀଷ୍ଟିଆନ ଗ୍ରହଣ କରିବ ସେଥିପାଇଁ ତାଙ୍କ ଜେଜେମା ମନା କରିଥିଲେ କିନ୍ତୁ ତାଙ୍କ ଜେଜେମାଙ୍କୁ ମନା କରିକି ଆସିଥିଲେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବି ନାହିଁ କିନ୍ତୁ ଏଠିକି ଆସିଲା ପରେ ମାନେ ସେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାକୁ ବାଧ୍ୟ ହେଲେ। କୋଉଠି ଗଲେ ବାଲେଶ୍ୱରରେ କାମ କରିକି କିଛି ଅର୍ଥ କରିକି ତାପରେ କୋଉଠି ଗଲେ କଲିକତା ଏଇ ଯାଏଁ ପଢା ହେଇଥିଲା ତମର ଆଉ ତାପରେ ପ୍ରଥମେ ଥିଲେ କଲିକତାରେ ଅମ୍ବିକା ପ୍ରସାଦ ଭେଟ ହେଇଥିଲା ତାପରେ ଅମ୍ବିକା ତାଙ୍କୁ ପଚାରିଲେ ତମେ କୁଆଡେ ଆସିଛ ଇଏ ସବୁ ତାଙ୍କର ଶିକ୍ଷା ବିଷୟରେ କହିଲେ ମୁଁ ଏଇ ପାଠ ପଢିଛି ନା ଆସିଛି ଏଠିକି ଆସିଛି ଆହୁରି ମାନେ ପାଠ ପଢିବା ପାଇଁ ତାଙ୍କର ପାଠ ପଢିବା ଆଗ୍ରହ ଦେଖିକି ତାଙ୍କର ସେଟା ବ୍ୟବସ୍ଥା କରିଦେଇଥିଲେ ମାନେ କୋଉଠି ଖାଇବେ କୋଉଠି ପଢିବେ କୋଉଠି ଓକିଲାତି ମାନେ କଲେଜ ଅଛି ହେଲା ତା ସବୁ ବ୍ୟବସ୍ଥା କରିଦେଇଥିଲେ କିଏ କରିଥିଲେ तो 45 मिनिट ରୁ ପଢା ହବ ସରିଯାଇଥିଲା ତାପରେ ଦେଖ 45 ଆଉ ଟିକେ କହିଦଉଛି ତାପରେ ସେ ଯେତେବେଳେ କଲିକତାକୁ ଗଲେ ସେତେବେଳେ ବିଭିନ୍ନ ପ୍ରକାର ସ୍କୁଲରେ ପାଠ ପଢୁଥିଲେ କାରଣ ସେଠି ପଢିବାକୁ ବହୁତ ପଇସା ଦରକାର ନା ମାନେ ଇଂଲିଶ ସେଠି ବି ଯାଇକିନା ଯାଇକିନା ପାଠ ପଢିଲେ ତାପରେ କଲେଜ ଶ୍ରୀରାମ କଲେଜ ସେଠି ଯାଇକି ଅଧ୍ୟାପକ ହେବା ମାନେ ପାଠ ହଉଛି ତାପରେ ତାଙ୍କର ଯିଏ ପ୍ରିନ୍ସିପାଲ ସେ ଡାକି ପଚାରିଥିଲେ କି ତମେ କୋଉ ବିଷୟରେ ପଢିବେ ସେଠି ମଧୁବାବୁ କହିଥିଲେ କି ଆପଣ ଯୋଉ ବିଷୟ କରିବେ ସବୁ ବିଷୟ ପଢିବେ ତ ସେଠି କଣ କଲେ ନା ଭୂଗୋଳ ଇଂରାଜୀ ଗଣିତ ପିଲାଙ୍କୁ ପଢିବେ ମୁଁ ଯେତିକି କହିଲି ସବୁ କୋଶ୍ଚିନ୍ साढ़े जो 46 मिनट ରୁ ପଢା ହବ 46 ମିନିଟ ଫାଷ୍ଟ ମନେ ପଡିଲା କଲିକତାରେ ଶିକ୍ଷକତା କଲାବେଳେ ସ୍ୱନାମଧନ୍ୟ ଭାରତୀୟ ଗୁଣି ଗଣା ପ୍ରବୃତ୍ତି ସାର୍ ଆଶୁତୋଷ ମୁଖୋପାଧ୍ୟାୟଙ୍କ ଗୃହ ଶିକ୍ଷକ ନିଯୁକ୍ତି ହୋଇଥିଲେ ସେ କହୁଛନ୍ତି କଣ ନା କଲିକତାରେ ଯେତେବେଳେ ସେ ଶିକ୍ଷାଦାନ କରୁଥିଲେ ମାନେ ବିଭିନ୍ନ ପ୍ରକାର ସ୍କୁଲରେ ଯାଇକି ପାଠ ପଢୁଥିଲେ ସେତେବେଳେ ଭାରତୀୟ ସେଠି ଯାଇକିନା ଗୋଟେ ଲୋକ କିଏ ନା ଆଶୁତୋଷ ମୁଖୋପାଧ୍ୟାୟ ଯାଇକି ସେଠି ଚାକିରି କରୁଥିଲେ ହେଲା କହୁଛନ୍ତି ତ ସିଏ ବି ଓକିଲ ଥିଲେ ହେଲା କଣ ସେ ତାଙ୍କର ଗୃହ ଶିକ୍ଷକ ମାନେ ତାଙ୍କ ପିଲାଙ୍କୁ ଯାଇକି ଟିଉସନ
ସାର୍ ଆଶୁତୋଷ ଥିଲେ କଲିକତା ହାଇକୋର୍ଟର ପ୍ରଧାନ ବିଚାରପତି ଓ କଲିକତା ବିଶ୍ୱବିଦ୍ୟାଳୟର କୁଳପତି ହୋଇଥିଲେ। ଯେହେତୁ ସେ ଓକିଲ ଥିଲେ ମାନେ ବହୁତ ବର୍ଷ ଚାକିରି କଲା ପରେ ସେ କଣ କରିଥିଲେ ନା କୁଳପତି ମାନେ ସର୍ବୋଚ୍ଚ ଆସନ ଗ୍ରହଣ କରିଥିଲେ। ଯେହେତୁ ମାନେ ମଝିରକୁ କଣ ଓକିଲାତି ପଢୁଥିଲେ ଯେହେତୁ ତାଙ୍କର ଓକିଲାତି ବିଚାରପତି ମିଳିଗଲେ ସୁବିଧା ହବ ନା କରିବା ପାଇଁ। କଲିକତା ବିଶ୍ୱବିଦ୍ୟାଳୟ କାହିଁକି ସମଗ୍ର ବଙ୍ଗଦେଶ ବିହାର ଓଡିଶା ପ୍ରଦେଶରେ ଇଂରାଜୀ ଶିକ୍ଷା ପାଇଁ ବ୍ୟବସ୍ଥା କରିବାରେ ଯେଉଁମାନେ କୃତିତ୍ୱ ଦେଖାଇଥିଲେ ସେମାନଙ୍କ ମଧ୍ୟରେ ଆଶୁତୋଷ ରାଜନୈତିକ ଉଚ୍ଚ କଲିକତାରେ ଅବସ୍ଥାନ କାଳରେ ଗୋବିନ୍ଦ ବଲ୍ଲଭ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହୋଇଥିଲେ। ସେ କହୁଛନ୍ତି କି ଆମର ଓଡିଶା ମାନେ କଣ ସମସ୍ତେ ଶିଖିଥିଲେ ଶିଖିନଥିଲେ ନା କାରଣ ଆଗେ ଓଡିଶାରେ କିଛି ବି ନଥିଲା। ଲୋକମାନେ କୋଉଠି ନା ସବୁ ବାହାରକୁ ଯାଉଥିଲେ ଏବେ ବି ସବୁ ଲୋକ ବାହାରକୁ ଯାଉଛନ୍ତି କି ମାନେ ଯୋଉ କମ୍ପାନୀ ହେଲା କହୁଛନ୍ତି କି ବାହାରେ ଓଡିଶାର ବହୁତ ଲୋକ ଯାଇକି ବାହାରେ ରହୁଥିଲେ ସେମାନଙ୍କୁ ମାନେ ଇଂରାଜୀ ଶିକ୍ଷା କାରଣ ସେମାନେ ଓଡିଶାର ଲୋକମାନେ ଯାଉଥିବେ ସେମାନେ ତ ମୂର୍ଖ ଥିବେ ନା ସେ ତ ଇଂରାଜୀ ଶିକ୍ଷା ପାଇନଥିବେ ତାଙ୍କୁ ଲୋକ ସବୁ ଠକିକି ନେଇଯାଆନ୍ତି। ଯେହେତୁ ଆଶୁତୋଷ ଥିଲେ ଭାରତୀୟ ତାଙ୍କ ଭିତରେ କେମିତି ଇଂରାଜୀ ଉଚ୍ଚ ଶିକ୍ଷାର ମାନେ ସେ ମାନେ କଥାବାର୍ତ୍ତା କରିପାରିବେ କି କିଛି ଶିକ୍ଷା ପାଇବେ ସେଥିପାଇଁ ବ୍ୟବସ୍ଥା କରିଥିଲେ। ଆଉ କଣ କରିଥିଲେ ନା କଲିକତା ଅବସ୍ଥାନ ଗୋବିନ୍ଦ ଖ୍ରୀଷ୍ଟଧର୍ମ ଯେତେବେଳେ କଟକରେ ପଢୁଥିଲେ ସେତେବେଳେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ। ପୁଣି ସବୁ ଛାଡି ଦେଇଥିଲେ ପୁଣି ଯେତେବେଳେ ପୁଣି ମାନେ କଲିକତା ଗଲେ ପୁଣି ସେଠି ବାଧ୍ୟ ହେଲେ କଣ ନା ସେଠି ମାନେ ସେ ଯୋଉଠି ପଢଉଥିଲେ ବା ପଢୁଥିଲେ ସମସ୍ତେ କଣ କରୁଥିଲେ ନା ଖ୍ରୀଷ୍ଟିଆନ ଥିଲେ। ଯେହେତୁ ମାନେ ସେଥିପାଇଁ ସେ କଣ କରିଥିଲେ ନା ଖ୍ରୀଷ୍ଟିଆନ ଧର୍ମ ପୁଣି ଗ୍ରହଣ କରିବାକୁ ବାଧ୍ୟ ହେଲେ। କିଏ ମଧୁବାବୁ। ଅମ୍ବିକା ପ୍ରସାଦ ଓ ତାଙ୍କର ସ୍ତ୍ରୀ ମୃତ୍ୟୁ ବେଳେ ଅନେକ ଗୁଡିଏ ପୁତ୍ରକନ୍ୟା ଛାଡି ଯାଇଥିଲେ। ତାଙ୍କର ଅମ୍ବିକା ପ୍ରସାଦ ଯିଏ ତାଙ୍କର ଦିଟା ଝିଅ ଆଉ ଦିଟା ପୁଅ ଥିଲେ ହେଲା ଯେତେବେଳେ କି ତାଙ୍କ ଘରେ ଅମ୍ବିକା ପ୍ରସାଦ ତାଙ୍କ ନିଜ ଘରେ ଆଣି ମଧୁବାବୁଙ୍କୁ ରଖିଥିଲେ ତମେ ଆମ ଘରେ ରହିବ ଖାଇବ ପିଇବ ପାଠ ପଢିବ ହେଲା କିନ୍ତୁ କିଛି ଦିନ ପରେ ଅମ୍ବିକା ପ୍ରସାଦ ଆଉ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହେଲା। କଲିକତାରେ ତାଙ୍କର ପ୍ରଥମ ଆଶ୍ରୟଦାତା ଅମ୍ବିକା ପ୍ରସାଦଙ୍କ ପ୍ରତି କୃତଜ୍ଞତା ବଶତଃ ମଧୁସୂଦନ କର୍ମ ଜୀବନରେ ସେହି ପୁତ୍ରକନ୍ୟାଙ୍କର ଭରଣ ପୋଷଣ ଓ ଶିକ୍ଷାର ଭାର ଗ୍ରହଣ କରିଥିଲେ। ଯେହେତୁ ଦେଖ ତାଙ୍କୁ ସିଏ ମାନେ ପ୍ରଥମ ଏତେ ସାହାଯ୍ୟ କରିଥିଲେ ତାଙ୍କ ଘରେ ନେଇକିନା ରଖିଥିଲେ ମାନେ ଖାଇବାକୁ ଦେଇଥିଲେ ସେ ତ ବେଇମାନ ହେଇଗଲେଣି ନା ମଧୁବାବୁ ତାଙ୍କର ଯେତେବେଳେ ଛୁଆ ଚାରିଟା ମନା ଦେଇଥିଲେ ବାପା ମା ଯେତେବେଳେ ମରିଗଲେ ସେତେବେଳେ ମଧୁବାବୁ କଣ କଲେ ନା ତାଙ୍କର ଭରଣ ପୋଷଣ କଲେ ବା ତାଙ୍କର ନିଜର ହେଇକିନା ତାଙ୍କୁ ମାନେ ପାଠ ପଢିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ବିଲାତ ପଠାଇ ଉଚ୍ଚ ଶିକ୍ଷା ପ୍ରଦାନ କରାଇଥିଲେ। କିଏ ନା ଦୁଇ ଜଣ କାହାକୁ ନା ତାଙ୍କର ଯୋଉ ଦି ଜଣ ପୁଅ ଥିଲେ ଅମ୍ବିକା ପ୍ରସାଦଙ୍କର ତାଙ୍କୁ ବିଲାତ ପଠେଇଥିଲେ ଉଚ୍ଚ ଶିକ୍ଷା ପାଇଁ ଆଉ କଣ ନା ଶ୍ରୀମତୀ ଶୈଳବାଳା ଶ୍ରୀମତୀ ସୁଧାଂଶୁ ବାଳା ନାମୀ ଦୁଇଟି କନ୍ୟାକୁ ନିଜର କନ୍ୟା ରୂପେ ଆଜୀବନ ପାଳନ କଲେ। କୋଉଠି କହିଲ ଏଇ ଯୋଉ ଶୈଳବାଳା କଲେଜ ହେଇଛି ମଧୁବାବୁଙ୍କର ହଁ ସେ ମଧୁବାବୁଙ୍କର ନିଜ ଝିଅ ନଥିଲେ କିନ୍ତୁ ଯେହେତୁ ଅମ୍ବିକା ପ୍ରସାଦ ମାନେ କଲିକତାରୁ ସେ ଝିଅକୁ ନେଇକି ଆସିଥିଲେ ହେଲା ତାଙ୍କର ଅମ୍ବିକା ପ୍ରସାଦଙ୍କ ଝିଅ ଶୈଳବାଳା ଆଉ କଣ ସୁଧାଂଶୁ ବାଳା ହେଲା ତାଙ୍କୁ ଆଣିକିନା ତାଙ୍କ ସେଠି ଓକିଲାତି ସରିଗଲା ଦିଟା ପୁଅଙ୍କୁ ତ ବିଲାତ ପଠେଇ ଦେଇଛନ୍ତି ପଢିବା ପାଇଁ ଦିଟା ଝିଅଙ୍କୁ ସେ ଛାଡି ଆସିବେ କି ଆସିବେନି ସାଙ୍ଗରେ ନେଇକିନା ଆସିଲେ ତାଙ୍କ ନାଁରେ ଶୈଳବାଳା କଲେଜ ଖୋଲିଲେ। ତାପରେ ଦେଖ ଓକିଲାତି ପାସ୍ କରି ମଧୁସୂଦନ କଲିକତା ହାଇକୋର୍ଟରେ ସାର୍ ଜନ୍ ଉଡ୍ରଫ୍ ମିଷ୍ଟର ଇଭାନ୍ସ ପ୍ରଭୃତି ବାରିଷ୍ଟରଙ୍କ ସହଯୋଗରେ ଖ୍ୟାତି ଲାଭ କରିଥିଲେ। ସେ କହୁଛନ୍ତି କଣ ନା ଯେତେବେଳେ ହାଇକୋର୍ଟରେ ସେ ଯାଇକିନା କଲିକତା ହାଇକୋର୍ଟରେ ଓକିଲାତି କରୁଥିଲେ ମାନେ ସେ କଣ ତାଙ୍କୁ ଦୁଇ ଜଣ ସାର୍ ସାହାଯ୍ୟ କରିକି ତାଙ୍କ ଓକିଲାତି ପାସ୍ କରିଥିଲେ। କିଏ ନା ଏଇ ଉଡ୍ରଫ୍ ଆଉ ମିଷ୍ଟର ଇଭାନ୍ସ ହେଲା ଏଇଟା ପୁରା କୋଶ୍ଚିନ୍ ଅଛି କାହା ସହାୟତାରେ ମଧୁବାବୁ ଓକିଲାତି ପାସ୍ କରିଥିଲେ। ସାର୍ ଜନ୍ ଉଡ୍ରଫ୍ ଜଣେ ସଂସ୍କୃତ ଭାଷାବିତ୍ ପଣ୍ଡିତ ଥିଲେ ଏବଂ ଭାରତୀୟ ତନ୍ତ୍ରଶାସ୍ତ୍ର ସମ୍ବନ୍ଧରେ ସେ ଅନେକ ପୁସ୍ତକ ରଚନା କରିଥିଲେ। ଏତେ ଡେରି
ବେଳେବେଳେ ବାହାରିକି ଆସିବ ନା 4:30ରୁ। ତାପରେ ଦେଖ କଣ ହେଲା, ଦେଖ ସଂସ୍କୃତ ଭାଷା ବି ସେ ପଣ୍ଡିତ ଥିଲେ, ମାନେ ସଂସ୍କୃତ ଭାଷାରେ ସେ ପଣ୍ଡିତ ଅର୍ଜନ କରିଥିଲେ, ସଂସ୍କୃତ ଶ୍ଲୋକ ମାନେ ପଢୁଥିଲେ। ଆଉ କଣ ନା ତନ୍ତ୍ର ଶାସ୍ତ୍ର, ମାନେ ଏଇ ଯୋଉ କଣ ଥିଲା, ଯୋଉ ଯାଦୁ ବିଦ୍ୟା, ଗୁଣି ଗାରେଡି, ନାଇଁ ଏଇ ଯୋଉ ଜିତ ବେଦରେ ତନ୍ତ୍ର ଶାସ୍ତ୍ର ନା, ସେଇଗୁଡାରେ କିଛି ପୁସ୍ତକ ରଚନା କରିଥିଲେ। ସାର୍ ଜନ୍ ଉଡ୍ରଫ୍ ଦିନେ କଲିକତା ହାଇକୋର୍ଟର ବିଚାରସଭା ଅଳଙ୍କୃତ କଲେ। କଲିକତା ହାଇକୋର୍ଟରେ ଓକିଲାତି କଲାବେଳେ ମଧୁବାବୁଙ୍କୁ ପ୍ରିଭି କାଉନସିଲର ଅନୁବାଦକୁ ନିଯୁକ୍ତି କରାଯାଇଥିଲା। ସେ ଓଡିଆ କାଗଜ ପତ୍ର ଇଂରାଜୀ ଭାଷାରେ ଅନୁବାଦ କରୁଥିଲେ। କିଏ? ମଧୁବାବୁ ତାଙ୍କର କଣ, ଯେତେବେଳେ ଓକିଲାତି କରୁଥିଲେ ସେତେବେଳେ ତାଙ୍କର ଏତେ ଜ୍ଞାନ ଥିଲା ଯେ କଣ ନା ଯୋଉ ପ୍ରିଭି କାଉନସିଲର ଅନୁବାଦକ ନିଯୁକ୍ତି କରିଥିଲେ, ମାନେ ତାଙ୍କର ଯିଏ ପ୍ରିଭି କାଉନସିଲର ଥିଲେ ସେ କଣ କରିଥିଲେ ନା ମଧୁବାବୁଙ୍କୁ କହିଲେ କି ତମେ ଏବେ ମାନେ ଓକିଲାତି କରିପାରିବ, ଯେ ଓକିଲାତି କରିପାରିବ, କିନ୍ତୁ ତମେ ଅନୁବାଦ କାର୍ଯ୍ୟରେ ଏବେ ରୁହ, ତାପରେ ଯାଇକି ତମକୁ ମାନେ ଧୀରେ ଧୀରେ କାମ ଶିଖିବା ପରେ ତାପରେ ତମକୁ ଓକିଲାତି କାମ ଦିଆଯିବ। ସେ କଣ କରିଥିଲେ ନା ଓଡିଆ କାଗଜ ଥିଲା ତାକୁ ସବୁ ଇଂରାଜୀରେ ଅନୁବାଦ କରୁଥିଲେ। କଲିକତାରେ ଅବସ୍ଥାନ କାଳରେ ଶୋଇ କଣ ପଡୁଛ, ଶୋଇ ଶୋଇ ଆଇଲ, ତାକୁ ସାରା ଅନିଦ୍ରା ପାଠ ପଢୁଥିବେ ଆଉ ଜଣା ପଡୁଛି ଆଉ। କଲିକତାରେ ଅବସ୍ଥାନ କାଳରେ ଓଡିଶାରେ କଲିକତା ପ୍ରବାସୀ ଓଡିଆ ମାନଙ୍କ ମଧ୍ୟରେ ଶିକ୍ଷା ବିସ୍ତାର କଳ୍ପନା ମଧୁବାବୁଙ୍କ ହୃଦୟରେ ଜାଗ୍ରତ ହେଇଥିଲା। ନାଇଁ ପିଲାମାନେ ବୁଝିପାରୁଛ? ଦେଖ ଯେତେବେଳେ କଲିକତାରେ ମଧୁବାବୁ ଯାଇକିନା ମାନେ ଶିକ୍ଷା ଓକିଲାତି କରୁଥିଲେ, ସେତେବେଳେ ତାଙ୍କ ମାନେ ମନ ଭିତରେ ଗୋଟେ ଜାଗ୍ରତ ଲାଭ, କଲିକତାରେ ଯୋଉ ଓଡିଆ କାମ କରୁଛନ୍ତି ତାଙ୍କ ଭିତରେ ମୁଁ କଣ କହୁଥିଲି? ମଧୁବାବୁ ଯେତେବେଳେ କଲିକତାରେ ମାନେ ଯୋଉ ଓକିଲାତି କରୁଥିଲେ, ସେତେବେଳେ ତାଙ୍କ ମନ ଭିତରେ ଗୋଟେ ଜାଗ୍ରତ ହେଲା, କଣ ନା କଲିକତାରେ ଯୋଉ ଓଡିଆ ବାସୀ ମାନେ କାମ କରୁଛନ୍ତି ତାଙ୍କ ଭିତରେ ମୁଁ ମାନେ ଶିକ୍ଷାଦାନ ତାଙ୍କୁ କରିବ। ସେତେବେଳେ କଲିକତା ନଗରୀରେ ଯେଉଁ ଓଡିଆ କର୍ମଚାରୀ କର୍ମୀ ମାନେ ଜୀବିକା ଉପାର୍ଜନ ଉଦ୍ଦେଶ୍ୟରେ ଅବସ୍ଥାନ କରୁଥିଲେ, ସେମାନଙ୍କ ମଧ୍ୟରେ ଶିକ୍ଷାର ବିସ୍ତାର ଲାଗି ସେ ଅନେକ ନୈଶ ବିଦ୍ୟାଳୟ ସ୍ଥାପନ କଲେ। ନୈଶ ବିଦ୍ୟାଳୟ କଣ? ନୈଶ ବିଦ୍ୟାଳୟ ହଉଛି ରାତିରେ ଯୋଉଟା ପଢା ହୁଏ, ମାନେ ଦିନରେ ଯିବେ କାମ କରିବାକୁ, ରାତିରେ ଆସିକିନା ପଢିବେ। କାରଣ ଯଦି ଖାଲି ରାତିରେ ଯୋଉ ଲୋକମାନେ ଯାହାକୁ 30 କି 40 ବର୍ଷ ହେଇଥିବ, ସେମାନେ କଣ ଚାକିରି କରିବା ପାଇଁ ଯିବେ ପାଠ ପଢିବାକୁ? ଯିବେନି ନା, ତାଙ୍କର ବୟସ ଥିବ ଚାକିରି କରିବା ପାଇଁ, ନା ସିଏ ଏତେ ପାଠ ପଢିଯିବେ ଯେ ଚାକିରି କରିବେ? ନା, କିନ୍ତୁ ନିଜେ ଶିକ୍ଷିତ ହେବେ, କି ଜାଣିବେ କି ତାଙ୍କୁ ଯୋଉ ମାନେ କଲିକତାରେ ଠକିକିନା ପଇସା ନେଇଯାଉଥିବେ, କୋଉ ଦୋକାନ କଲେ କିଛି ଜାଣିପାରୁଥିବେ, ତାଙ୍କୁ ନିଜକୁ ଶିକ୍ଷିତ କରିବା ପାଇଁ ମାନେ ମଧୁବାବୁଙ୍କର ଇଚ୍ଛା ଥିଲା। ରାତି ସାରା ତମେ ସ୍କୁଲରେ 10ଟା ରାତି 10ଟାରୁ ରାତି 4ଟା ବସିବେ, 2-3 ଘଣ୍ଟା ପଢିବେ। ତମେ କଣ ପାଇଁ ପଢୁଛ? କି କ୍ଲାସ ପ୍ରମୋସନ କରିକି ଯିବ, କି ତମ ଜୀବନ ଗୋଟେ ଲକ୍ଷ୍ୟ ଅଛି ଚାକିରି କରିବ। କିନ୍ତୁ ସେମାନଙ୍କର ଲକ୍ଷ୍ୟ ଥିଲା କି, ସେମାନେ ମଧୁବାବୁଙ୍କର ଗୋଟେ ଲକ୍ଷ୍ୟ ଥିଲା, ସେମାନେ ପୁଣି
ବୁଢା ବୟସରେ କି 20 ବର୍ଷ 22 ବର୍ଷ ଯାଇଥିବ ସେ ପୁଣି ପ୍ରଥମରୁ ପାଠ ପଢିକିନା ତ ସେ ପାଠ ପଢିଲା ବେଳକୁ 10ମ ପାସ୍ କଲା ବେଳକୁ ସେ ବୁଢା ହେଇଯିବ ଆଉ ସେ ଚାକିରି କରିବ ତାହାକୁ ସେ ଚାକିରି ନିଜ ଶିକ୍ଷିତ ହବ କେମିତି ଓଡିଆ ଶିଖିଥିଲା ତାକୁ ସେ ନିଜ ମାନେ କେମିତି ମାନେ ବାହାର ଦୁନିଆରେ ଚଳିପାରିବ ତାକୁ କଣ ଆମେ ଏଇନା ଯୋଉଠିକି ଯିବା କାମ କରିବାକୁ ଆମେ ଇଂଲିଶ ଶିଖିନଥିବା କହିବା ଆମକୁ ସବୁ ଠକିଦେବେ ନୁହଁ କିନ୍ତୁ କାହା ସାଙ୍ଗରେ କିଛି ମାନେ କମ୍ୟୁନିକେସନ କରିପାରିବେନି ନା ତାପରେ ଦେଖ ତମ ପାଇଁ ଗୋଟେ ଖୋଲିବା କି ମାନେ ଆମର ପାଠ 10ଟା ଏଇଟା ତ ଖୋଲିବା ଏଇଟା ପା ଶିଖ ଏଇଟା ସ୍ଥାପନ କରି ଦେଶରୁ ନିରକ୍ଷରତା ଦୂର କରିବେ ମାନେ ସମସ୍ତେ ମାନେ ଯାହା ମାନେ ବାପା ମା କାହିଁକି ମାନେ ଯେତିକି ହଉ ପିଲାମାନଙ୍କୁ ପାଠ ପଢାନ୍ତି କାହିଁକି ନା ସେ ନିଜ ଶିକ୍ଷିତ ତାଙ୍କ ପିଲାମାନଙ୍କୁ ବି ନାଇଁ ସମସ୍ତେ କଣ ପଢୁଛନ୍ତି ଚାକିରି କରିବେ ସମସ୍ତେ ଯୋଉ ପଢୁଛନ୍ତି ସମସ୍ତଙ୍କୁ ଚାକିରି କରିବେ ଆଜିକାଲି ନିରକ୍ଷରତା ଦୂରୀକରଣ ଲାଗି ଅନ୍ୟମାନେ ଚିନ୍ତା କରୁଛୁ କିନ୍ତୁ ସେ ଯେପରି ପ୍ରାଥମିକ ଶିକ୍ଷା ବିସ୍ତାର ନିରକ୍ଷରତା ଦୂରୀକରଣ ପ୍ରଭୃତି ମଧୁବାବୁଙ୍କ ହୃଦୟରେ ଜାଗ୍ରତ ହୋଇଥିଲା କିନ୍ତୁ ଦେଖ ସେତେବେଳେ ଗୋଟାଏ ମଧୁବାବୁ ବି ଚାଟଶାଳୀରେ ପଢିକିନା ଆଇଛନ୍ତି ଗଛ ମୂଳରେ କଣ ଯଦି ସ୍କୁଲ ଥାନ୍ତା ସ୍କୁଲ ଯାଇନଥାନ୍ତେ ସେତେବେଳେ କୋଉଠି ଥିଲା ସ୍କୁଲ ନଥିଲା ଗୋଟାଏ ସ୍କୁଲ ଥିଲା ସେ ହଉଛି କଟକରେ ଏବଂ ସେ ତାହା କାର୍ଯ୍ୟରେ ପରିଣତ କରିବା ନିମିତ୍ତ ଉଦ୍ୟମ କରିଥିବା ମଧୁସୂଦନ କଲିକତା ଛାଡିବା ସଙ୍ଗେ ସଙ୍ଗେ ନର୍ସ ବିଦ୍ୟାଳୟ ଗୁଡ଼ିକ ଭାଙ୍ଗିଥିଲା କାରଣ ମଧୁବାବୁ ସେଠି ଯାଇ ପଢଉଥିଲେ ଲୋକମାନଙ୍କୁ ଆଉ କଲିକତା ଲୋକ କିଏ ଚାହିଁବ କି ଓଡିଶା ଲୋକ ଆସିଲେ ଶିକ୍ଷିତ ହୁଅନ୍ତୁ ବୋଲି ଏଇ କଥା ତେଣୁକରି ସେ ଯେତେବେଳେ କଲିକତାରେ ତାଙ୍କ ପାଠ ଛାଡିକିନା ପଳେଇ ଆସିଲେ ସେତେବେଳେ ସେ ଯୋଉ ବିଦ୍ୟାଳୟ କରିଥିଲେ ନର୍ସ ବିଦ୍ୟାଳୟ ଭାଙ୍ଗିଗଲା ମଧୁସୂଦନ କଲିକତାରୁ ଆସି କଟକରେ ଓକିଲାତି କଲେ ମାନେ କଲିକତା ଯୋଉ ସରିଗଲା ତାପରେ କଟକରେ ଆସିକି ହାଇକୋର୍ଟରେ ତାଙ୍କର ଆସିକିନା କଣ କଲେ ନା ଓକିଲାତି କଲେ ସେତେବେଳେ ମଧୁବାବୁ ଏକମାତ୍ର ଓଡିଆ ଓକିଲ ଥିଲେ ମାନେ ଓଡିଶାରେ ପ୍ରଥମ ଓକିଲ ଯିଏ କି ସେ ହଉଛନ୍ତି ନା ମଧୁବାବୁ ହେଲା ଆଗରୁ କେହି ନଥିଲେ କଣ ହଉଛି ବୋତଲ ଖେଳୁଛୁ ଆଳୁକୁ ଆଖି ଧର ମାରୁଛୁ କଣ ମଧୁବାବୁଙ୍କ ଗପ ଶୁଣିକି ତାପରେ କଟକରେ କାହିଁକି ଓଡିଶାରେ ସମସ୍ତ ଜିଲ୍ଲାରେ ବଙ୍ଗାଳୀ ଓକିଲଙ୍କର ସେତେବେଳେ ପ୍ରତିନିଧି ସମାଜରେ ଅନୁମାନ କରିହେବ ମାନେ ଏମିତି କହୁଛନ୍ତି ପ୍ରଥମ ଓଡିଆ ଓକିଲ ହଉଛନ୍ତି ନା ମଧୁବାବୁ ମାନେ ଆଗରୁ ଆମର ଓଡିଆ ଓକିଲ କେହି ନଥିଲେ କାରଣ ଆମ ଓଡିଶାରେ ପାଠ ପଢୁଥିଲେ ତେଣୁକରି କଲିକତାରେ ମାନେ ପାଠ ପଢୁଥିଲେ ତାଙ୍କର ସେଠି ସମସ୍ତେ ପାଠ ପଢିଲେ ସେଠି ଚାକିରି ମୂଲ୍ୟ କଣ ହବ ବହୁତ କଷ୍ଟ ହେଇଯିବ ତେଣୁକରି ସିଏ ଆସିବାକୁ ଓଡିଶାରେ ଥିଲା କୋଡ ସବୁଆଡେ ଅନ୍ତି ବିପଦ ସବୁଆଡେ କଣ ବଙ୍ଗାଳୀ ବଙ୍ଗାଳୀ କଲିକତା ଓଡିଶାରେ ସବୁ ମାନେ ସବୁ ଡିଷ୍ଟ୍ରିକ୍ଟରେ ଓକିଲାତି କରୁଛନ୍ତି ହାକିମମାନେ ମଧ୍ୟ ବଙ୍ଗାଳୀ କେବଳ ଜିଲ୍ଲା ଜଜ୍ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ କମିଶନର ଥିଲେ ସାହେବ ଓକିଲାତିର ପ୍ରଥମ ଅବସ୍ଥାରେ ମଧୁବାବୁଙ୍କୁ କେତେକ ବ୍ୟଙ୍ଗ ବିଦ୍ରୁପ ନିର୍ଯାତନା ସହିବାକୁ ପଡିଥିଲା କେତେ ନିରାଶକ୍ତି ଶୁଣିବା ହୋଇଥିଲା କିନ୍ତୁ ସେଥିପ୍ରତି ଭୂକ୍ଷେପ ନ କରି ସେ ନିଜର କର୍ତ୍ତବ୍ୟ ସମ୍ପାଦନାରେ ସତତ ଦେଖ ଗୋଟେ ସବୁ ବଙ୍ଗାରେ ତମେ ଥିବ ଓଡିଆ କଣ ଏମିତି ପାଠଟା ମାନେ ସବୁ କଣ କରେ ନା ମାନେ ଦେଖେଇ
বা କମେଣ୍ଟ କରି କହିବୁ ବ୍ୟଙ୍ଗ ବିଦ୍ରୁପ ହେଲା ଯେତେବେଳେ ମଧୁବାବୁ ଆସି କଟକରେ କଣ କଲେ ନା ହାଇକୋର୍ଟରେ ମାନେ ଓକିଲାତି କଲେ ସେତେବେଳେ କଟକ ଓକିଲାତି ଯଦି ସମସ୍ତେ ଥିଲେ ବଙ୍ଗାଳୀ ତାଙ୍କୁ ସବୁ ଦେଖିକି ଟିକେ କମେଣ୍ଟ କରି ବହୁତ କଥା କହିଲେ କିନ୍ତୁ ମଧୁବାବୁଙ୍କର ଗୋଟାଏ ଲକ୍ଷ୍ୟ ଥିଲା କିଛି ଓକିଲ ତେଣୁକରି ସେ କାହା କଥାକୁ ବି କିଛି ଖାତିର ନ କରିକି ତାଙ୍କ ଲକ୍ଷ୍ୟରେ ଆଗେଇ ନିଜର ଶକ୍ତିରେ ପ୍ରତିଷ୍ଠା ଲାଭ କରିବାକୁ ସେ ତାର ବହୁତ ଶତ୍ରୁମାନେ କିନ୍ତୁ ସେମାନଙ୍କୁ ତାର ପ୍ରତିଷ୍ଠା ନିକଟରେ ନତମସ୍ତକ ହେବାକୁ ପଡେ ଯିଏ ବି ହଉ ଯଦି ବି ଯେକୌଣସି ଗୋଟେ ପ୍ରତିଭା ଏଇ ଗୋପବନ୍ଧୁ ହୁଅନ୍ତୁ ମାନେ ତମେ ଯେତେ ଆଗକୁ ଯିବ ତମର ସେତେ ଆଗକୁ ଯିବ ମାନେ ସଫଳତା ମିଳିବ ତମର ସେତେ ମାନେ ଶତ୍ରୁ ବାହାରିବ ତମ ସାଙ୍ଗ ପିଲା ହୁଅନ୍ତୁ ତମ ଘର ପାଖରେ ସାଇ ପଡିଶା ହୁଅନ୍ତୁ ସମସ୍ତେ କେହି ଚାହାନ୍ତିନି କି ଇଏ ଗୋଟେ ଭଲ ଚାକିରି କରୁ କି ଆଗକୁ ଯାଉ କେହି ଚାହାନ୍ତି ସମସ୍ତେ କେମିତି ଆଉ ଯଦି ବି ତମେ ପାସ୍ କରିଥିବ ମାନେ ମାଟିରେ ଖୁସା ସହିତ କିଏ କଣ କରିକି ଜାଣେ କପି କରି ପାସ୍ କରିଦେଇଛି ଦେଖିକି କାଟୁନି କିନ୍ତୁ ପରିଶ୍ରମର କିଏ କରିବେନି କି ସେ କଷ୍ଟ କରି ପଢୁଥିଲା ପାଇ ଲୋକମାନେ ସବୁବେଳେ ଖରାପଟାକୁ ଆଗେ ଗ୍ରହଣ କରନ୍ତି ଭଲଟାକୁ ମୂଳରୁ ଦେଖନ୍ତି ହେଲା ସେଇଟା ହଉଛି ତେଣୁକରି ଯେହେତୁ ମାନେ ମଧୁବାବୁ ତାଙ୍କର ସମସ୍ତେ ପହଞ୍ଚି ତାଙ୍କର ଗୋଟେ ମାନେ ଆଶା ଥିଲା ତେଣୁକରି ସେ କାହାରି କଥାକୁ ବି ଶୁଣୁନଥିଲେ ତାଙ୍କର ଲକ୍ଷ୍ୟ ପଥରେ ଆଗେଇ ଚାଲୁଥିଲେ କିନ୍ତୁ ସେମାନଙ୍କୁ ତାଙ୍କର ପ୍ରତିଷ୍ଠା ନିକଟରେ ନତମସ୍ତକ ହେବାକୁ ପଡେ ଯେତେବେଳେ ଦେଖ ଏଇଖିନା ମଧୁବାବୁ କଣ କଲେ ନା ଆସିକିନା ଓକିଲାତି କର ଯଦି ସେ ତାଙ୍କର ସବୁ କଥା ଶୁଣିକି କମେଣ୍ଟ ଶୁଣିକି ଯଦି ପଳେଇଥାନ୍ତେ କି ମତେ ବି ଲୋକମାନେ ଏମିତି କହୁଛନ୍ତି ମୁଁ ଯାଉଛି ମୋ ଗାଁକୁ ପଳେଇବି ମୋର କଣ ଦରକାର ଚାକିରି କାହିଁ ସେତେ କଥା ଶୁଣିକି ନା ସେ କେବେ ଆଗେ ଲକ୍ଷ୍ୟ କଲେ ତେଣୁକରି ଯେତେବେଳେ ସିଏ ମାନେ ବିଚାରପତି ନା ମଧୁବାବୁ ସେତେବେଳେ ତାଙ୍କ ମାନେ ଜ୍ଞାନ ଆଗରେ ସମସ୍ତେ ମୁଣ୍ଡ ମଧୁବାବୁ ନିଜର ମଧୁବାବୁ ନିଜର ବିଦ୍ୟା ବୁଦ୍ଧି ଶକ୍ତି ସାମର୍ଥ୍ୟ ଅଭ୍ୟାସ ବଳରେ ନିଜ କଟକରେ ଓକିଲ ସମାଜରେ ଶୀର୍ଷ ସ୍ଥାନ ଅଧିକାର କଲେ ସେ କାହାକୁ କିଛି କହୁନଥିଲେ ଯିଏ ଯାହା କହୁଛି ତାହେଲେ ଶୁଣୁଥିଲେ ଆଉ ତାଙ୍କର ଲକ୍ଷ୍ୟ ପଥରେ ଆଗେଇ ଚାଲିଲେ ବହୁତ ଜଟିଳ ମୋକଦ୍ଦମାରେ ସେ ନିଜର ଆଇନ ଜ୍ଞାନ ଅସାଧାରଣ ଶକ୍ତିର ପରିଚୟ ଦେଉଥିଲେ ମାନେ ଯେତେ କଷ୍ଟ ମୋକଦ୍ଦମା ଆସୁ ବା କେସ୍ ଆସୁ ମଧୁବାବୁ ତାକୁ ସହଜରେ ସମାଧାନ କରିଦଉଥିଲେ ପୁରୀ ଜଗନ୍ନାଥଙ୍କ ଦେଉଳ ବ୍ୟବହାର ଯେତେବେଳେ ଇଂରେଜ ସରକାର ନିଜ ହାତକୁ ନେବାକୁ ବସିଲେ ସେତେବେଳେ ମଧୁବାବୁ କହିଲେ ପୁରୀର ଗଜପତି ଓଡିଆ ଜାତିର ପୂଜନୀୟ ତାଙ୍କୁ ଓଡିଆ ମାନେ ଠାକୁର ରାଜା ବୋଲି ସମ୍ମାନ କରୁଛନ୍ତି ମାନେ ଯେତେବେଳେ ସିଏ ଘର ଖେଳିଲେ ତମ ଘର ଦେଖ ଯେତେବେଳେ ପୁରୀ ମନ୍ଦିରରେ କଣ ଜଗନ୍ନାଥଙ୍କୁ କିଏ ଇଂରେଜ ମାନେ ଯେତେବେଳେ ଆସିଥିଲେ ଆମ ଓଡିଶାକୁ ତାଙ୍କର ଟାର୍ଗେଟ ଥିଲା କଣ ଜଗନ୍ନାଥଙ୍କୁ ନେଇଯିବ ବୋଲି ତେଣୁ ଜଗନ୍ନାଥ ପୁରୀ ମଣ୍ଡପ କେତେ ଆଡେ ଚିଲିକାରେ ସେ ଆମର ଆରାଧ୍ୟ ଦେବତା ନା ସେ ଚାହୁଁଥିଲେ କି ଆମ ଜଗନ୍ନାଥଙ୍କୁ ନେଇକି ପୂଜା କରିବେ ଆମର ତାଙ୍କର ଟାର୍ଗେଟ ଥିଲା କି ଆମେ ଜଗନ୍ନାଥଙ୍କୁ ନେଇକି ତେଣୁକରି ଜଗନ୍ନାଥଙ୍କୁ ପୁରୀ ପଣ୍ଡା ମାନେ କୋଉଠି ଲୁଚେଇ ରଖିଥିଲେ ଚିଲିକାରେ ଆଉ ଗୋଟେ ଖୋର୍ଦ୍ଧାରେ ଲୁଚେଇ ରଖିଥିଲେ ଜାଗାଟା ହେଲା ତାପରେ କଣ କରିଥିଲେ ନା ଯେତେବେଳେ ଯୋଉ ଇଂରେଜ ସରକାର ଯେତେବେଳେ କେସ୍ କଲେ କି ଜଗନ୍ନାଥ ହଉଛନ୍ତି କଣ ନା ଆମ ଠାରୁ ଆମେ ତାଙ୍କୁ ଦେଇଥିଲୁ ସେଇ ମୋକଦ୍ଦମା ବି କିଏ ମାନେ ଲଢୁଥିଲେ ନା ମଧୁବାବୁ ଲଢୁଥିଲେ କହିଲେ କି ତାଙ୍କର ଗଜପତି ଯିଏକି ମାନେ ଠାକୁରଙ୍କର ମାନେ ପ୍ରଥମ ଭକ୍ତ ତାଙ୍କୁ ମାନେ ଆମର ଓଡିଆ ରାଜା ବୋଲି କହୁ ସେ ତାଙ୍କ ପୂଜା ଘର ଛଡେଇ ପାରିବେ ତମ ମାନଙ୍କୁ ହେଲା ପୃଥିବୀରେ ଏପରି ରାଜା ନାହିଁ ଯାହାର ନାମରେ ଗୋଟିଏ ବର୍ଷ ଗଣନା କରେ ଗଣନା କରି ଦେଖ ସେ ଯୋଉ ଆମର ଯୋଉ ଜଗନ୍ନାଥ ପାଞ୍ଜି ଗୋଟେ ଅଛି ଆମର କ୍ୟାଲେଣ୍ଡର ସିନା ଅଲଗା ବିରଜା ପାଞ୍ଜି ଯୋଉ ବିରଜା କ୍ୟାଲେଣ୍ଡର କି ଜଗନ୍ନାଥ କ୍ୟାଲେଣ୍ଡର ପାଞ୍ଜି ତ ଆମର ଗୋଟେ ନା ପାଞ୍ଜି ଆମର କଣ ଜଗନ୍ନାଥଙ୍କ ନାଁରେ ଗଜପତିଙ୍କ ନାଁରେ ବି ବର୍ଷେ ଗଣନା କରାଯାଏ ସବୁ କୋଉ ଦିନ କୋଉ ଓଷାବାର ଦେଖୁଛନ୍ତି ଏତେ ବଡ ରାଜା ହୋଇଛନ୍ତି ତାଙ୍କ ହାତରୁ ଏତେ ବଡ ପୂଜାର ଭାର କିଏ ତାଙ୍କୁ ଛଡେଇ ନେଇଥିଲେ
ओडिया जातिर जातकरे पुरी राजंकर अंक बसे सेहीपरि राजंकर जगन्नाथ पूजा काढिले क्रिश्चियन सरकार तमिरे भारत करिवे मधुसूदन जीवी सरकार ताहा कराई देबे कलिकता हाईकोर्ट पर्यंत सरकार विरोध में मोकदमा लड़िबा परे शेषरे सरकार पुरी राजंकर सहित मोकदमा रक्षा माने फैसला करिया बाध्य होइछि कलिकता हाईकोर्ट रो विचारपति ମାନଙ୍କ ଆଗରେ ପୂର୍ବୋକ୍ତ ଉଡ୍ର ଆଉ କିଷାନ ଉଡ୍ର ବିଭାଗ କିଏ ଥିଲେ ଯାହାର ସାହାଯ୍ୟରେ ମହୁବାବୁ କଲିକତା ହାଇକୋର୍ଟ ରେ ମାନେ ଓକିଲାତି ପାସ୍ କରିକି ଆସିଥିଲେ उद्रत साहेब माने कहिले ए मोकदमार सुफलता एही ओडिया युग परिषद होला नाइ जेतबळे कलिकता हाईकोर्ट माने कटक रे सरकारी कलिकता रे सुप्रत माने मोकदमा हिला जेतबळे मधुबाबू सेठी जाइथिले केस लढेई की कमथि नामर जगन्नाथ को आंबको रे जेतबळे केस ओकिल सेठी ना उल्टा पाउ ये कहते काहाकू ना जो नंबर ये पूरी गणपति ताके कहिथिले हां कहिथिले कि जो तमर ए जो केस ता तमे जितिलो केवल कोन ना ओडिया युवक मधुबन ती जण कहिथिले कि समुद्र और जनी ତାପରେ ବିଚ୍ଛିନ୍ନ ଓଡ଼ିଆ ଭାଷୀ ଅଂଶର ଏକତ୍ରୀକରଣ ମଧୁସୂଦନଙ୍କର ଜୀବନର ସର୍ବଶ୍ରେଷ୍ଠ ସାଧନା ଥିଲା କିପରି ମାନେ ଆମର ଯୋଉ ଓଡିଶାର ବିଭିନ୍ନ ଅଞ୍ଚଳ ସବୁ ଯୋଉ ଆନ୍ଧ୍ରପ୍ରଦେଶ ଆଉ ଓଡିଶାରେ ଯୋଉ ମିଶିଥିଲା ଆମର ଯେମିତି କଣ ଆଗେ ସମ୍ବଲପୁର କଣ ଓଡିଶାରେ ମିଶିଥିଲା ପରେ ମିଶିଥିଲା ହେଲା ସେ କହୁଛନ୍ତି ଯେତେ ଓଡିଆ ସବୁ ଆସି ବିଚ୍ଛିନ୍ନ ହେଇକି ରହିଥିଲେ ତାଙ୍କୁ ସବୁ ଏକତ୍ରୀକରଣ କରିବାର ମାନେ ଗୋଟେ ଆଗ୍ରହ ଥିଲା କାରଣ ମଧୁବାବୁ ଚାହୁଁଥିଲେ କଣ ସମସ୍ତେ ମିଳିମିଶିଲା ଚଳନ୍ତୁ ଆମ ଓଡିଶା କିପରି ମାନେ ବାହାର ଦେଶର ସମ୍ମାନ ଅର୍ଜନ କରୁ ଓଡିଆ ମାନେ ପାଠ ପଢନ୍ତୁ ଆଗକୁ ଯାଆନ୍ତୁ ଓଡିଶା ନା ଉତ୍କଳର କେତେକ ଅଂଶ ମଧ୍ୟପ୍ରଦେଶ କେତେକ ଅଂଶ ବଙ୍ଗଦେଶରେ କେତେକ ଅଂଶ ବିହାରରେ ଓ କେତେକ ଅଂଶ ମାଦ୍ରାସରେ ରହିଥିବା ହେତୁ ଓଡିଆ ମାନଙ୍କୁ ହିନ୍ଦୀ ବଙ୍ଗଳା ତେଲୁଗୁ ଭାଷା ଶିକ୍ଷା କରିବାକୁ ପଡୁଥିଲା ଓଡ଼ିଆ ଭାଷୀ ଅଞ୍ଚଳର ଏକତ୍ରୀକରଣ ବୃହତ ଉଦ୍ୟମ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା ପିଲାମାନେ ଉତ୍କଳ ସମ୍ମିଳନୀ କେବେ ହେଇଥିଲା स्वतंत्र ओडिशा प्रदेश केबे ହେଇଥିଲା उत्कल सम्मेलन ହେଇଥିଲା କେବେ ନା 1930 ଇଂରେଜ ମାନେ କେବେ ଓଡିଶାକୁ ଆସିଥିଲେ 1803 ଯେତେବେଳେ ସେ ଆସିଲେ ମାନେ କଣ ବିଭିନ୍ନ ପ୍ରଦେଶବାସୀ ଓଡିଆ ଭାଇ ଭଉଣୀଙ୍କୁ ଏହି ସମ୍ମିଳନୀକୁ ଆହ୍ୱାନ କରି ମଧୁସୂଦନ ଲେଖିଥିଲେ ଦେଖ ଏଇଠି କଣ ସେ କହିଲେ ତାପରେ ଗୀତଟା ଦେଖ ସେ କହିଲେ କଣ ନା ଯୋଉ ଆମର ଓଡିଶାର ବା ଉତ୍କଳର ଯୋଉ ବିଭିନ୍ନ ମାନେ ଅଞ୍ଚଳ ବା ବିଭିନ୍ନ ମାନେ ଡିଷ୍ଟ୍ରିକ୍ଟ ନା ବାହାରେ ସବୁ ମିଶିକିନା ରହିଥିଲା କଣ ଗୋଟେ ଉତ୍କଳ ସମ୍ମିଳନୀ କରିବାର ତାଙ୍କର ଥିଲେ ନା ଯୋଉଠି ଯେତେ ଲୋକ ସବୁ ଓଡିଆ ଲୋକ ସବୁ ବାହାରେ ଯାଇକି ବିଚ୍ଛିନ୍ନ ଅଛନ୍ତି ଉତ୍କଳ ସମ୍ମିଳନୀ ହବ ସେଇଥିରେ ସମସ୍ତେ ଯୋଗ ସମସ୍ତେ ଯୋଗ ଏକତ୍ରିତ ହେଲେ ଆମ ଓଡିଶା ପ୍ରଦେଶଟା ଆଗକୁ ଯାଇପାରିବ ସେଥିପାଇଁ ସେ ସମସ୍ତେ ଡାକିଥିଲେ କଣ ନା ଉତ୍କଳ ସମ୍ମିଳନୀ କରିବେ ସେଇ ସମ୍ମିଳନୀରେ ମାନେ ମଧୁବାବୁ ମାନେ ଗୋଟେ କବିତା ଲେଖିଥିଲେ ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ ସିନ୍ଧୁ ମାନେ ଥିଲା କଣ ସମୁଦ୍ର ମାନେ ଏଇଠୁ ଆମର ସବୁ ଉତ୍କଳ ସମ୍ମିଳନୀ କରୁଛି ଜାତି ପ୍ରାଣ ମାନେ ଜାତି କଣ ମାନେ ସମଗ୍ର ଓଡିଆ ଜାତି ଓଡିଆ ଜାତିର କେତେ ସବୁ ଓଡିଆ ମାନେ ଅଛନ୍ତି ତାଙ୍କ ପ୍ରାଣକୁ ସିନ୍ଧୁ କରିଥିଲେ ମାନେ ସମୁଦ୍ରକୁ ଧୋଇ ପଡିବାକୁ ହବ ନା ଆମକୁ ମାନେ ଯଦି ଓଡିଆକୁ ଆଗକୁ ଓଡିଶାକୁ ଆଉ ବଙ୍ଗକୁ ଆଗକୁ ନବାର ଅଛି ତାହେଲେ ଆମ ସମସ୍ତଙ୍କୁ ଉତ୍ସର୍ଗ କରିବାକୁ ହବ କଣ ନା କୋଟି ପ୍ରାଣ ବିନ୍ଦୁ ଥରେ ତୋର ପ୍ରାଣ ବିନ୍ଦୁ ମିଶାଇ ଦେ ଭାଇ ଡେଇ ପଡି ସେ କହୁଛନ୍ତି କି ଜଣେ କେବଳ ଚାହିଁଲେ ଗୋଟେ ସମ୍ମିଳନୀରେ କେବେ ବି ମାନେ ସଫଳତା ଅର୍ଜନ କରିପାରିବ ନାହିଁ ଯଦି ତମେ ଗୋଟେ ଷ୍ଟ୍ରାଇକ୍ କରୁଛ କି ମାନେ କେତେ 100ରୁ 200 ପିଲା ଯେତେ ପିଲା ହେବେ ମାନେ
ଆମେ ସରକାର କଥା ଶୁଣିଲେ ଯଦି କେହି ସମ୍ମିଳନୀ କିଛି କରି ଅଛି ଦେଖୁଛନ୍ତି ଯେତେ ଓଡିଆ ଭାଇ ଭଉଣୀ ମାନେ ଅଛ ତମ ପ୍ରାଣକୁ ଯେମିତି ତମେ ଭାବ ସମୁଦ୍ରକୁ ନେଇକି ଯାଅ ତୁମର ପ୍ରତି ରକ୍ତ ବିନ୍ଦୁ ଦେଇକି ଆମ ଓଡିଆ ଜାତିକୁ ବୋଲି ଆହ୍ୱାନ ଦେଉଛନ୍ତି ତାଙ୍କର ପ୍ରଥମ ଉଦ୍ୟମ ଫଳରେ ଭାରତର ତଦାନୀତନ ଲର୍ଡ କର୍ଜନଙ୍କ ଆଦେଶରେ ସମ୍ବଲପୁର ଅଞ୍ଚଳକୁ ମଧ୍ୟପ୍ରଦେଶରୁ ଅଣାଯାଇ ଓଡିଆ ସହିତ ଯୋଗ କରାଯାଏ ଯେହେତୁ ସେ ଉତ୍କଳ ସମ୍ମିଳନୀରେ ମାନେ ଯୋଗ ଦେଇଥିଲେ ସେଇ ଯୋଗ ଦ୍ଵାରା କଣ କଲେ ନା ସମ୍ବଲପୁର କୋଉଠି ନା ମଧ୍ୟପ୍ରଦେଶ ମିଶି ଯାଇଥିଲେ ସମ୍ବଲପୁର ସେ କଣ କଲେ ନା ଆଣିକିନା ଆମ ଓଡିଶାରେ ଯୋଗ ବର୍ତ୍ତମାନ ଓଡିଆ ପ୍ରଦେଶ ମଧୁସୂଦନଙ୍କ ନେତୃତ୍ୱରେ ଉତ୍କଳ ସମ୍ମିଳନୀରେ 32 ବର୍ଷ ବ୍ୟାପୀ ପ୍ରଚେଷ୍ଟାର ପରିଣାମ ସେ କହୁଛନ୍ତି ଉତ୍କଳ ସମ୍ମିଳନୀ ହେଇଥିଲା ସେ ମାନେ ପୂର୍ବରୁ 32 ବର୍ଷର ସଂଗ୍ରହ ପରେ ତାହା ସଫଳତା ଅର୍ଜନ କରେ ଗୋଟେ କୋଶ୍ଚିନ୍ ଅଛି ତାପରେ କଟକ କଥା କହୁଛି କଟକରେ ସୁନା ରୂପାର ତାରକାସି କାମ ବର୍ତ୍ତମାନ ଜଗତରେ ସର୍ବତ୍ର ପ୍ରସିଦ୍ଧ ଲାଭ କରିପାରିଛି ଜାଣିଛ କଟକ ତାରକାସି ଠିକ ଅଛି ଗୋଟେ ପେଜ ଅଛି ଦେଖ ସେ କହୁଛନ୍ତି କଟକରେ ସୁନା ରୂପାର ତାରକାସି କାମ ବର୍ତ୍ତମାନ ଜଗତରେ ସର୍ବତ୍ର ପ୍ରସିଦ୍ଧ ଲାଭ କରିଛି ଏହି ଉତ୍କଳ ଶିଳ୍ପନୀତି ଚେଷ୍ଟାର ଫଳ ଉତ୍କଳ ଟାନେରୀ ବା ଜୋତା ସ୍ଥାପତ୍ୟ ଦେଇ ମାନେ ସେତେବେଳେ କଣ ଓଡିଶାରେ କିଏ ବି ଚପଲ ପିନ୍ଧୁଥିଲେ ମଧୁବାବୁ ଯେତେବେଳେ କଟକ ଆଇଥିଲେ ସେତେବେଳେ ଦେଖିଲେ କେହି ବି ଚପଲ ପିନ୍ଧୁ ନଥିଲେ ଯିଏ ବି ମାନେ ଜଣେ ଥିଲେ କିନ୍ତୁ କାଠର କଠଉ ପିନ୍ଧୁଥିଲେ ଜୋତାର ପ୍ରଚଳନ ଆଗେ ନଥିଲା କାନେରୀ ମାନେ ଜୋତା କାଟନ୍ତି ହେଲା ସହସ୍ର ବେକାର ଓଡିଆଙ୍କ ଅନୁସଂସ୍ଥାନ ଓ ଚମଡା ଶିଳ୍ପର ଉନ୍ନତି ଲାଗି ଏହି କାରଖାନା ସ୍ଥାପିତ ହୋଇଥିଲା ମାନେ ପ୍ରଥମେ ଯେ ଚପଲ ମାନେ ଜୋତାର କାରଖାନା କିଏ କରିଥିଲେ ମଧୁବାବୁ କରିଥିଲେ କଣ ପାଇଁ ନା କହିଲେ କରିବା ଦ୍ୱାରା ସମସ୍ତେ ଜୋତା ପିନ୍ଧିପାରିବେ ତାପରେ ଓଡିଆ ମାନେ ସେତେ ସବୁ ତଳେ ରହିଛନ୍ତି ସେମାନେ କଣ ଯଦି ଗୋଟେ କମ୍ପାନୀ ଖୋଲା ହବ କେତେ ଲୋକ ଆସିଲେ ତାଙ୍କର କଣ ଭରଣ ପୋଷଣ କରିପାରିବେ କି ନାହିଁ କାମ କରି ତାପରେ ଦେଖ ପୋଥି ଚମ କୁମ୍ଭୀର ଚମ ପ୍ରଭୃତି ଯେ ଉତ୍କୃଷ୍ଟ ଜୋତା ବ୍ୟାଗ ପ୍ରଭୃତି ହୋଇପାରେ ଏହା ପ୍ରଥମେ ମଧୁସୂଦନଙ୍କ ମସ୍ତିଷ୍କରୁ ବାହାରିଥିଲା ହେଲା ଇଏ ପଶୁମାନଙ୍କର ମାନେ ସବୁ ଚମଡାରେ ଜୋତା ଆଉ ବ୍ୟାଗ କରିଛି ଆଉ ତମେ ଯଦି ବେଲ୍ଟ ପିନ୍ଧୁଛ ବ୍ୟାଗ କି ବେଲ୍ଟ କଣ ପାଇଁ ପୁରା ଚମଡାରେ ତିଆରି ହେଲା ମଧୁସୂଦନ ବ୍ୟବସାୟୀ ହିସାବରେ ଉତ୍କଳର ଟାନେରୀ ଚଳାଇଥିଲେ ବହୁତ ଲାଭ କରିପାରିଥିଲେ ମାତ୍ର ତାହା ହେଲା ନାହିଁ ତାଙ୍କର ଲକ୍ଷ୍ୟ ରହିଲା ଓଡିଆ କ୍ଷତି ବଢୁ ଓଡିଆ ଜାତି ଖରାପ ଜିନିଷ ତିଆରି କରି ଠକି ପଇସା ରୋଜଗାର କରୁଛି ଏ ଅପକୀର୍ତ୍ତି ଯେପରି ନ ହେଲା ସେ କହୁଛନ୍ତି କି ଆମ ଓଡିଆ ଜାତି ଭାବି ନଥିଲେ କି ମୁଁ ଏଇ କାରଖାନା କରିବା ବହୁତ ମାନେ ବର୍ଷଙ୍କର ମାନେ କ୍ଷତି ହବ ମାନେ କଣ ପିନ୍ଧିଲେ ସମସ୍ତଙ୍କର ଟିକେ ଇଚ୍ଛା ହବ କି ମୁଁ ବି ପିନ୍ଧିବି ସେତେ ମାନେ କଣ ଗୋଟେ ମାନେ ବଞ୍ଚିଛି ତା ତମକୁ ତାହା ଦ୍ୱାରା ବହୁତ କ୍ଷତି ହୁଏ ମାନେ ଚମଡାରେ ବ୍ୟାଗ ଆଉ ଚପଲ ତିଆରି କରିବା ଦ୍ୱାରା ହେଲା ତେଣୁକରି କହିଲେ ଓଡିଆ ଖରାପ ଖରାପ ମାନେ ଶବ୍ଦ ସଂଗ୍ରହ କରିକି କେବେ ତାର ଜଳନ ନିର୍ବାହନ ହବ ତାପରେ କଣ କଲି ନା ତାଙ୍କର ଯେଟା କାରଖାନା ତେଣୁ ଖଣ୍ଡେ ଚମଡା ବା ଗୋଟିଏ ଜୋତାର ଲୋକ ଦେଖିଲେ ସେ ଗୋଛାକୁ ଗୋଛା ଚମଡା ନିଆଁରେ ପୋଡି ପକାଉଛନ୍ତି ମାନେ ସିଏ କହିଲେ ଜୋତା କାରଖାନା ବନ୍ଦ ଯୋଉମାନେ ବି କିଣିକି ଜୋତା ଖାଇଛ ସେମାନେ ସବୁ ଜୋତା ଫୋପାଡୁ ଜୋତା କେହି ପିନ୍ଧୁଛନ୍ତି କାରଣ ଜଣେ ପିନ୍ଧିଲା ତେଣୁକରି କେହି ପିନ୍ଧେନା ଆଉ ଯଦି ବି କିଏ ଜୋତା ପିନ୍ଧିଛ ତା ଜୋତା ସହ ତା ଗୋଡକୁ ପଡୁ ଗୋଛାକୁ ଗୋଛା ମାନେ ଗୋଟେ ସମ୍ପତ୍ତି ଦେଇଥିଲେ ହେଲା ଏଥିରେ ବହୁତ କ୍ଷତି ହଉଥିଲା ଆଉ କଣ ଜଣେ ଗୋଟେ ମାନେ ଚାଷ କରିବ ମାନେ ତାର ମାନେ କେତେ ଟଙ୍କା ସିଏ ମାନେ ତାର ଲଗେଇଥିବ ଯେତେବେଳେ ହଠାତ୍ ବନ୍ଦ କରିଦବ ସବୁ ଲସ୍ ହବ ନା ନାଇଁ କଣ ହେଲା ଏହି ଉତ୍କଳ ଟାନେରୀ ଯୋଗୁ ତାଙ୍କୁ ଋଣଗ୍ରସ୍ତ ଦରିଦ୍ର ହେବାକୁ ପଡେ କାରଣ କଣ ଜଣେ ଗୋଟେ କମ୍ପାନୀ କରିବ ତମ ଟଙ୍କାଟା 200 ଟଙ୍କା କି 1000 ଟଙ୍କା ହେଇଯିବ
ତେଣୁ ସେ ହଠାତ୍ ବନ୍ଦ କରିଦେଲେ ତାପରେ ତାଙ୍କୁ ବହୁତ ମାନେ କଣ କରିଥିଲେ ନା ଋଣଗ୍ରସ୍ତ ହେଇଥିଲେ କିନ୍ତୁ ତାଙ୍କର ଶେଷ ଜୀବନରେ ବି ବିଶେଷ ଅର୍ଥ ଘଟିଥିଲେ ମଧ୍ୟ ସେ ଆତ୍ମସମ୍ମାନ ହରାଇ ନାହାନ୍ତି ସର୍ବଦା କହୁଥିଲେ ଆଲୋଚନା ଆପଣ ମତ ଆପେ ରଖି ମାନେ ସେ ମାନେ ସେ ଋଣଗ୍ରସ୍ତ ଖାଇକି ନା ମାନେ ଏତେ ଚିନ୍ତାରେ ଖାଇକି ନା ସେ କେବେ ବି କାହା ପାଖରେ ମତେ ପଇସା ଦିଅ ତମର ସବୁବେଳେ ତାଙ୍କ ନିଜ ସମ୍ମାନକୁ ସେ ମଧୁବାବୁ ବଡଲାଟ ହଁ ମଧୁସୂଦନ ବଡଲାଟଙ୍କର ବ୍ୟବସ୍ଥା ସଭାର ଓ ବଙ୍ଗଦେଶର ବ୍ୟବସ୍ଥା ନିର୍ବାଚିତ ହୋଇଥିଲେ ମାନେ ଆମର ଯେତେବେଳେ ମାନେ ଓକିଲ ଯେତେବେଳେ କଲେ ମଧୁବାବୁ କମ୍ପାନୀ ବନ୍ଦ କରିଦେଲେ ତାପରେ ସବୁ ବାହାରକୁ ଗଲେ ଓକିଲାତି କରିବେ ମାନେ ବାହାରେ ମାନେ ଭଲ ଓକିଲ ଯେମିତି ତାଙ୍କୁ ବାହାରେ ଓକିଲାତି କରିବେ ସଭାରେ ବି ଯାଇକି ନା ସଭା ଉପରେ ସବୁ ଯୋଗଦାନ କରନ୍ତି ମଧୁସୂଦନ ଜୀବନ ମଧ୍ୟରେ ଦୁଇଥର ବିଲାପ ଯାଇଥିଲା ଜୀବନର ତାଙ୍କର ମଝି ସମୟରେ ଆମେ ଯେମିତି କହୁଛୁ ଦିନର ମଧ୍ୟାହ୍ନ ହଉଛି ଗୋଟାଏ ତାଙ୍କ ଜୀବନ କାଳର ମଧ୍ୟାହ୍ନ ସମୟରେ ମାନେ ଅଧା ବୟସରେ ସେ ଯାଇଥିଲେ କୋଉଠି ନା ବିଲାପ ଦୁଇଥର ଯାଇଥିଲେ ବିଲାପର ଶିକ୍ଷା ସଭ୍ୟତା ପାର୍ଲାମେଣ୍ଟର କାର୍ଯ୍ୟକ୍ରମରେ ତାଙ୍କର ଦୂରଦୃଷ୍ଟି ଓ ଶକ୍ତିକୁ ବର୍ଦ୍ଧିତ କରିଥିଲା ଆମେ ତାପରେ ଦେଖ ବିଲାତର ଶିକ୍ଷା ସଭ୍ୟତା ଓ ପାର୍ଲାମେଣ୍ଟର କାର୍ଯ୍ୟପ୍ରଣାଳୀ ତାଙ୍କର ଦୂରଦୃଷ୍ଟ ଶକ୍ତିକୁ ବର୍ଦ୍ଧିତ କରିଥିଲା ମାନେ ଦେଖ ଆମ ଦେଶରେ ଯେତିକି ଓକିଲାତି ପଢିଥିଲେ ବା କାର୍ଯ୍ୟ କରିଥିଲେ ତାଙ୍କ ଦେଶକୁ ଯେତେବେଳେ ଗଲେ ତାଙ୍କର ପୁରା କଣ ନା ଆହୁରି ଅଧିକ ବାଟ ମାନେ ଏତିକି ବାହାର ଦେଶକୁ ଆମ ପିଲାମାନେ ପଢିବାକୁ ଯାଉଛନ୍ତି କଣ ପାଇଁ ଯାଉଛନ୍ତି କିଛି ଅଧିକ ଶିକ୍ଷା ମଧୁବାବୁ ଯେତେବେଳେ ବିଲାତ ଗଲେ ସେଠି ଓକିଲାତି କରିବା ପାଇଁ ସଭାରେ ବସିବା ପାଇଁ ତାଙ୍କୁ ଆହୁରି ମାନେ ପାଠ ପଢିବାକୁ ଆହୁରି ଶିକ୍ଷା ଗ୍ରହଣ କରିବାକୁ 1921 ମସିହାରେ ଏଇଟା ଗୋଟେ କୋଶ୍ଚିନ୍ ଅଛି 1921 ମସିହାରେ ଯେତେବେଳେ ଏ ଦେଶରେ ଦେଶରେ ମନ୍ତ୍ରୀ ଶାସନ ପ୍ରତିଷ୍ଠା ହେଲା କୋଶ୍ଚିନ୍ ଅଛି ଏଇଟା ହେଲା ଅଣ୍ଡରଲାଇନ୍ ପ୍ରତିଷ୍ଠା ହେଲା ମଧୁସୂଦନ ସେତେବେଳେ ଓଡ଼ିଶା ବିହାର ଓଡ଼ିଶା ପ୍ରତିଷ୍ଠା 1911 ଯେତେବେଳେ ଆମର ଓଡିଆରେ ହିଁ ଏଇଟା ଅଛି ମାନେ ଆମର ଟୋଟାଲି ଯେହେତୁ ଆମର ଓଡିଆ ମାନେ ଟୋଟାଲି ଓଡିଆର ହିଷ୍ଟ୍ରି ଆମେ ମନେ ତାପରେ ଦେଖ ବିହାର ଓଡ଼ିଶା ପ୍ରତି ଏକତମ ମନ୍ତ୍ରୀଭାବରେ ନିଯୁକ୍ତ ହୋଇଥିଲେ କିଏ ମଧୁସୂଦନ ମନ୍ତ୍ରୀ ଭାବରେ ସେ ସର୍ବଦା ନିଜର ସ୍ୱତନ୍ତ୍ର ଶକ୍ତିର ବିକାଶ କରି ଯାଇଥିଲେ ମନ୍ତ୍ରୀ ଅବୈତନିକ ଭାବରେ ଅବୈତନିକ ମାନେ ମାନେ କଣ କହିଲ ଯେତିକି ଏବେ ସବୁ ମନ୍ତ୍ରୀମାନେ ହଉଛନ୍ତି କି ଭୋଟ ଦେଲା ବେଳେ ସେ ଗୋଟେ କଥା ମାନେ ପଇସା ଦେଇ ଭୋଟ ଦେଇଛନ୍ତି ତାପରେ ଯୋଉ ମାନେ ଲୋକମାନଙ୍କ ପାଇଁ ଯୋଉ ଆସୁଛି ପଇସା ତାଙ୍କୁ ସବୁ ମାରିକିନା ଖାଉଛି ମାନେ ଖରାପ ବାଟରେ ଅର୍ଥ ଉପାର୍ଜନ કરે ଅବୈତନିକ ହେଲା ଅବୈତନିକ ଭାବରେ କାର୍ଯ୍ୟ କରିବା ଉଚିତ ଲୋକ ପ୍ରତିନିଧି ଭଳି ବେତନ ଭୋଗୀ ହେବା ଉଚିତ ନୁହେଁ ଏହା ତାଙ୍କର ମତ ଥିଲା ସେ କହୁଛନ୍ତି କି ଜଣେ ମନ୍ତ୍ରୀ ମାନେ କଣ ତାର ଯୋଉ କାର୍ଯ୍ୟ ସେତିକି କରିବା ଆବଶ୍ୟକ କି ଆମେ ଆଜି ମାନେ କାଲି ଭୋଟ ଆମେ ସବୁ ଲୋକ ପ୍ରତିନିଧି ଯାଇକି ଲୋକଙ୍କ ପାଖରେ ପଖାଳ ମତରେ ଖାଇଦେଇଛ ତାଙ୍କୁ ଅଣ୍ଡାକୁ ଏତେ ମାନେ ଦେଖାଣି ମନ୍ତ୍ରୀ ନା କିନ୍ତୁ ଯେତେବେଳେ ଭୋଟ ସରିବ ସେତେବେଳେ ତମେ ତାଙ୍କ ପାଖକୁ କାମ କରିବ ସିଏ ଚାହୁଁଥିଲେ କି ମନ୍ତ୍ରୀ ଯେମିତି ଲୋକ ପ୍ରତିନିଧି ହେଇଥିବ ମାନେ ଲୋକମାନେ ବାଛୁଥିବେ ମାନେ ପଇସା ପଇସା କିଛି ମାନେ ଲୋକ ଯାହାକୁ ବାଛିବେ ତାଙ୍କ ମନ ମୁତାବକ ଏବେ କିନ୍ତୁ କଣ ପଇସା ବି
सरकार यही मत ग्रहण न कर से मंत्री कार्य इस्तीफा ने मंत्री भाव बनाई देले से कहले कि हमर संकटा भी संकटा भी हमर काहे दिया लोक माने बाछुं ये सचोट लोक हमर मंत्री भाव के दब किंतु सरकार से कथा को न मानिबारो आंके साथे गरम तापर सरकार कौन करथिले कहले ना एटा केबे हेइ पारे तापर से कहले नाइ मु केबे माने लोकंकर अनुकूल चिंता करिबि तेणु करी मधुसूदन कौन करथिले ना मंत्रिमंडल पळे व्यवस्थापक रूपे बहु आईन प्रणायन मधुसूदन कृतित्व थिला तन्मध्य ओडिशा प्रजातंत्र आईन बिहार ओडिशा म्युनिसिपालिटी आईन उल्लेख जोग्य माने से तो कोन से कहथिले से बहु आईन रे जोग दे मधुसूदन इंग्राजी और ओडिया भाषा जड़े तेजस्वी वक्ता थी माने वक्ता कोन माने कहला भाषण दला माने ओडिया कहि पाथुले आ इंग्राजी रे भी वक्ता भाषण दे जातीय संगठन तांको जीवनर मूल मंत्र ओटा क्वेश्चन अछि जातीय संगठन माने हमर ओडिया जाति किपरि माने आगु जीव बा समस्त एकाठी हेकिना वर्तमान युगरे पछी लुका पिंधिबा कृषक सभा स्थापन करिबा इत्यादि पदस्थान हेउछि किंतु पूर्वे मधुसूदन मफसल को गाँ प्रजा गतिविधि सभा संगठन स्वदेशी वस्त्र निर्माण और परिस्थितिर देशवासी को मताई माने जे कोन ना कहउथिले माने हमर जोटा पिंधिबा योग्य आमे सेटा निजे तयारी करबा आ पिंधिबा माने गाँ रे जांगी वस्त्र को कोन करथिले ना माने कोन करथिले ना देशवासी को मताई कि ମାନେ ତମର ଯାହା ପତି ଲୁଗା ପିନ୍ଧିବ ଆଉ କଣ ନା ତମର ଯେହେତୁ ମାନେ ଓଡିଆ ତମେ ଓଡିଆ ଲୋକଙ୍କୁ ବସ୍ତ୍ର ଗ୍ରହଣ କର ଆଉ କଣ କହିଥିଲେ ନା ଜାତୀୟ ଭାବ ଜାଗରଣ ନିମନ୍ତେ ସେ ଉତ୍କଳ ସମ୍ମିଳନୀ ମଣ୍ଡପରେ ଉପସ୍ଥିତ ପ୍ରତିନିଧିଙ୍କୁ ଜାତୀୟ ପଗଡି ପିନ୍ଧିବାକୁ ପ୍ରବର୍ତ୍ତାଇ ମାନେ ଯୋଉମାନେ ସେଇ ମାନେ ସବୁ ପଗଡି ମଧୁସୂଦନଙ୍କ ମୃତ୍ୟୁର ଅଳ୍ପ କାଳ ପୂର୍ବେ ଓଡିଶା ପ୍ରଦେଶ ଗଠିତ ହେବାର ଘୋଷଣା ଭାରତ ସମ୍ରାଟ ପ୍ରକାଶ କରିଥିଲେ ଶାସନ ବ୍ୟବସ୍ଥା ପରିବର୍ତ୍ତନ ଓ ତହିଁରେ ବ୍ୟବସ୍ଥା ନିମନ୍ତେ ଯେଉଁ କମିଟି ଗଠିତ ହୋଇଥିଲା ମଧୁସୂଦନ ସେଥିରେ ମଧ୍ୟ ସଦସ୍ୟ ଥିଲେ ସାର୍ ଜନ୍ ହବାର୍ଟ ଏରା ଗୋଟେ କ୍ୱେଶ୍ଚିନ୍ ସାର୍ ଜନ୍ ହବାର୍ଟ ଓଡିଶା ପ୍ରତିନିଧି ଗଭର୍ଣ୍ଣର ଏଇ କମିଟିର ସଭାପତି ଓ ଉପକମିଟି ओडिशा प्रदेश को गठित होइला मात्र ओडिशा प्रदेश कार्यकारी हेबा पूर्व मधुसूदन 86 वर्षरे 1934 मध्य फेब्रुआरी मास 4 तारिखरे रात्रि अमरधूम यात्रा कर माने से तेइसर सदस्य होइतिले किपरि माने ओडिशा प्रदेश गठित हबो माने सदस्य होइतिले विभिन्न प्रकार कार्य भी करथिले किंतु माने सी तांकर माने ओडिशा प्रदेश जेतबळे माने हबाको जाउला ता पूर्व से मर 1936 मध्य 34 मध्य से मले 36 मध्य रे ओडिशा प्रदेश तांकर नश्वर देह उत्कଳର जननीଙ୍କ କୋଳରେ ଚିରଶାନ୍ତି ଲାଭ କରେ ନଶ୍वर ମାନେ ତାଙ୍କର ତାଙ୍କୁ ଈଶ୍ୱର ସମ୍ମାନ କରୁଥିଲେ ओडिया ମାନେ ହେଲା देखो कटक महानदी तीरवर्ती गोरा गोबर हट्टा मध्यरे तांकर नश्वर देह को गोबर दिया होला जेहेतु कोन ताकि ख्रिस्टियन धर्म ग्रहण सेतबे तांको गोबर दिया मधुबाबुଙ୍କର नश्वर देह आम्भ मानकर चक्षुर अंतर्निहित होइछि सत्य किंतु तांकर अमर आत्मा ए जातिर गतिविधि सर्वदा लक्ष्य करूछि तांकर प्रदर्शित पंथ अनुसरण करी ए जाति जगतर अन्य सभ्य जातिर समकक्ष हेउ एथिपई आमे माने तांकर आशीर्वाद बिछा करू किंतु मधुसूदन माने मरि गले भी से जो कथा कहि जाइछन्ती बा से जो शिक्षा देकी जाइछन्ती तांकर शिक्षा रे भी आमे अनुप्राणित होछु बा से आम पई सब बळे अमर हेकिना रहछु सरी कौन कोटा पूछे ला पढ़ा होना पूछे ला
15 ଦିନ ହେଲା ପଢିଛି ନା ଆସିଲନି ତାଙ୍କର କିଛି ମନ ନାହିଁ ଡିଷ୍ଟାନ୍ସରେ କୋଉ ବିଷୟ ପଢିବେ ମିତ୍ରତା ପଢିବେ ହେଲା ବଡ କ୍ଲାସରେ ମିତ୍ରତା କୋଉଠି ସରୁଛି ଆମର ଭୀମ କ୍ଲାସରେ ସରୁଛି ଭୀମ କ୍ଲାସ ପରେ ମଧୁବାବୁ ପଢା ହେଲା ମଧୁବାବୁ ପରେ ମିତ୍ରତା ପଢାବ ତମର 3ଟା ଇଣ୍ଟେନସିଭ ପଢେଇଛି ଗୋଟେ ମିତ୍ରତା ପଢାବ ତାପରେ ସେଇ ପଢା ଯିବ ତାପରେ ବହି ବହି ସବୁ ରଖିଦେଲେଣି ସବୁ ହେଇଗଲା ସବୁ ହେଇଗଲା ଚୌଧୁରୀ ରଘୁନାଥ ଦାସଙ୍କ ଜ୍ୟେଷ୍ଠ ପୁତ୍ରର ନାମ କଣ ଥିଲା ଇମାମିନ ଉପନ୍ୟାସ ଲେଖକ କିଏ ଏମାନଙ୍କ ମଧ୍ୟରୁ କେଉଁଠି ପାଠଶାଳାର ପଢା ହେଉନଥିଲା କଲିକତାରୁ ଲର୍ଡ କର୍ଜନଙ୍କ ଆଦେଶରେ ନିମ୍ନତର କେଉଁ ଅଞ୍ଚଳକୁ ଓଡ଼ିଶାର ଯୋଉ ମଧୁସୂଦନ ଜୀବନରେ ମଧ୍ୟ କେଉଁ ମଧ୍ୟରେ ଭାରତ ସଂସ୍କୃତ କଲିକତାରେ କେଉଁ କଲେଜରେ ମଧୁସୂଦନ ଅଧ୍ୟାପନ କରିଥିଲେ ଇଏ ଓଡ଼ିଶାର ପ୍ରଥମ ଗଭର୍ଣ୍ଣର ଜନ୍ ହବାର୍ଡ କହିଲି ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ କେବେ ପାଳନ କରାଯାଏ ଫେବୃଆରୀ 4 ଶ୍ରାଦ୍ଧ ଦିବସ ନିଶ୍ଚିତ ମରିଥିଲେ ମଧୁବାବୁ କେଉଁ ବର୍ଷ ଗ୍ରହଣ କରିଥିଲେ